ବଗିଚା ସବୁବେଳେ ସୁନ୍ଦର, ଫୁଲ ଫଳ ସୁନ୍ଦର ଚାରୁଲତାରେ ପୂର୍ଣ୍ଣ। ଶିଶୁମାନଙ୍କୁ ବଗିଚା ସବୁବେଳେ ଲୋଭନୀୟ ଲାଗେ। ଆହୁରି ଆକର୍ଷଣୀୟ କରିଦିଏ ରକ୍ ଗାର୍ଡେନ। ପଥର ବଗିଚା, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବଗିଚାଟି ଶିଶୁର ସେଇ କଣ ମନକୁ ଛୁଇଁଯାଏ। ସକାଳର ସେଇ ନମନୀୟ ସୂର୍ଯ୍ୟକିରଣ ପରି ଚହଲି ଯାଏ ତାର ସେହି କଅଁଳ ମନ। ଆଉ ସେହି କଥାକୁ ପାଥେୟ କରି ଡାଏଟ୍ କେନ୍ଦୁଝର ତରଫରୁ ରିସର୍ଚ୍ଚ ଓ ଇନୋଭେସନ କାର୍ଯ୍ୟକ୍ରମରେ 2023-24ରେ ଆମ ବିଦ୍ୟାଳୟକୁ ଏକ ଇନୋଭେସନ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ପ୍ରଥମେ ଆମେ ଏକ ପାହାଡ଼ର ପରିକଳ୍ପନା କରିଛୁ, ଯେଉଁଠାରେ କି ବିଭିନ୍ନ ଗଛ ଲତା, ପଶୁ ପକ୍ଷୀ ଏବଂ ସୂର୍ଯ୍ୟ ଏବଂ ଝରଣାଟିଏ ପାଣି ବୋହି ଯାଉଥିବାର ତାକୁ ମଧ୍ୟ ଆମେ ଦେଖେଇଛୁ। ଏଇଠି ପିଲାମାନେ ପାହାଡ଼ ବା ଜଙ୍ଗଲର ବିଭିନ୍ନ ଦୃଶ୍ୟ ଦେଖିବା ସହିତ କେଉଁ କେଉଁ ପଶୁ ପକ୍ଷୀ, ଗଛ ଲତା ବା କାହାକୁ ଦେଖୁଛନ୍ତି ସେ ସମ୍ପର୍କରେ କିଛି ବାକ୍ୟ କହିପାରିବେ। ତା ସହିତ ଆମେ ରଖିଛୁ ଆମର ଆସ କହିବା ଯୋଉ କିଛି ଆକ୍ଟିଭିଟି, ତାହାକୁ ଆମର ପିଲାମାନେ ମଧ୍ୟ ନିଜେ କରିକି କହୁଛନ୍ତି। ଆମେ ରଖିଛୁ ଆସ ଶବ୍ଦ ଗଢ଼ିବା। ଆସ ଶବ୍ଦ ଗଢ଼ିବାରେ ପିଲାମାନେ ନିଜେ ନିଜେ ବିଭିନ୍ନ ପ୍ରକାର ଶବ୍ଦ ନିଜେ ଗଠନ କରୁଛନ୍ତି, ସାଙ୍ଗମାନଙ୍କ ସହିତ ଖେଳୁଛନ୍ତି, ବିଭିନ୍ନ ଅକ୍ଷର ଚିହ୍ନିଛନ୍ତି, ତାହାକୁ ମଧ୍ୟ ସେମାନେ ଲେଖୁଛନ୍ତି। ଆଉ ଏକ କାର୍ଯ୍ୟକ୍ରମ ରଖିଛୁ, ଆମେ ଯୋଉଠି ଆକ୍ଟିଭିଟି ରଖିଛୁ ଆସ ସଜାଡ଼ି ରଖିବା। ପିଲାମାନେ ନିଜେ ଏକ ବାଘ ବା ପଶୁପକ୍ଷୀର ମଡେଲ ଦେଖେଇବା ପରେ ସେମାନେ ପଥରରେ ଲେଖା ହେଇଥିବା ତାର ଅକ୍ଷର ଗୁଡ଼ିକ ଦେଖାଉଛନ୍ତି। ପିଲାମାନେ ଗପକୁ ବହୁତ ଭଲ ପାଆନ୍ତି। ଆମେ ପାହାଡ଼ ପାଖରେ ମାଙ୍କଡ଼ କୁମ୍ଭୀର ଗପ ସଜାଇ ରଖିଥିବା ବେଳେ ସେମାନେ ପିଲାମାନେ ଦେଖି ନିଜେ କହୁଛନ୍ତି। ତା ସହିତ ଯିବା ରାସ୍ତାରେ ଆମେ କଇଁଚ ଠେକୁଆ ଗପକୁ ମଧ୍ୟ ଆମେ ସଜାଡ଼ି ରଖିଛୁ। ପିଲାମାନେ এই কইଁଚ ঠেকুয়া গপ নিজে কହୁଛନ୍ତି। এসহিত রাস্তায় বিভিন্ন শব্দ গুড়িক আমি এমিতি ভাবে সংযোজন করছু, সেমানে সবগুড়িক শব্দ নিজে কହୁଛନ୍ତି, বিভিন্ন সংখ্যা কହୁଛନ୍ତି এবং সংখ্যা মধ্যে কোন প্রকারর সংরচনা রয়েছে তাকে মধ্যে বুঝাই কହୁଛନ୍ତି। আর এসহিত আমি কুয়া মাঠিয়া গপକୁ ମଧ୍ୟ সজাଡ଼ି ରଖିଛୁ। କାଉଟି ଉଡ଼ି ଉଡ଼ି ଯାଉଥିଲା, ତାକୁ ଭାରି ଶସ୍ୟ ହେଲା। ସେ ଚାରିଆଡ଼େ ବୁଲିଲା, ତାକୁ କୋଉଠି ପାଣି ମିଳିଲାନି। ସିଏ ଗୋଟେ କୂଅରେ ପହଞ୍ଚିଲା। କୂଅ ପାଖରେ ଗୋଟେ ମାଠିଆଟେ ଥିଲା। ମାଠିଆ ଭିତରେ ଅଳ୍ପ ପାଣି ଥିଲା। ସିଏ ତା ଥଣ୍ଟ ବୁଡ଼େଇଲା, ତା ଥଣ୍ଟ ପାଇଲାନି। ଆଉ ଆମେ ରକ୍ ଏଫଏଲ୍ଏନ୍ ଗାର୍ଡେନ ପରିକଳ୍ପନା କରିଥିଲୁ। ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନ ତଥା ପ୍ରଧାନ ଶିକ୍ଷୟିତ୍ରୀ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟା, ଅଭିଭାବକମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆମେ ସମାପନ କରିଛୁ। ଡାଏଟ୍ କେଉଁଝରର ଅଧ୍ୟକ୍ଷା ମହାଶୟା ତଥା ସମସ୍ତ ବରିଷ୍ଠ ଶିକ୍ଷକ, ପ୍ରଶିକ୍ଷକ ଓ ପ୍ରଶିକ୍ଷକଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ରୁଦ୍ଧିବନ୍ତ ହୋଇପାରିଛି। ମୁଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶିରିଷପାଳ ତିଲୋତ୍ତମା ସାହୁ। ଡାଏଟ୍ କେଉଁଝରଙ୍କର ସହଯୋଗ ତଥା ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟିର ସଫଳ ରୂପାୟନ ନେଇପାରିଛି। ଏହି ରକ୍ ଗାର୍ଡେନ ଦ୍ୱାରା ପିଲାମାନେ ନିଜ ସ୍ୱାଧୀନ ଭାବରେ ସେଠାକୁ ଯାଇ ନିଜର ମନ ଭିତରର ଚିନ୍ତାଧାରାକୁ ସେଠି ପ୍ରକଟ କରୁଛନ୍ତି ଏବଂ ତାଙ୍କର ଆଗ୍ରହ ବଢ଼ୁଛି ଯେ ଆମେ କେମିତି ଭାଷାକୁ ନିଜ ମାଧ୍ୟମରେ ପ୍ରକାଶ କରିବୁ ଏବଂ ଗଣିତକୁ ମଧ୍ୟ ନିଜର ମନ ଭିତରେ ଯାହା ରହିଛି ଗଣିତର ଭାବକୁ ମଧ୍ୟ ସେମାନେ ସେଠାରେ ପ୍ରକାଶ କରୁଛନ୍ତି, ଯାହାକି ଶ୍ରେଣୀ ପ୍ରକୋଷ୍ଠରେ ପିଲାମାନେ ସେଟା ହେଇପାରୁନଥିଲା। କିନ୍ତୁ ଏଇ ରକ୍ ଗାର୍ଡେନରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ନିଶ୍ଚିତ ଭାବରେ ପିଲାମାନଙ୍କ ଉପରେ ଭଲ ପ୍ରଭାବ ପକାଇ ପାରୁଛି, ଯାହାଦ୍ୱାରା ପିଲାମାନଙ୍କର ଆଗ୍ରହ ବୃଦ୍ଧି ହେବା ସହିତ ସେମାନେ ଦୈନିକ ଉପସ୍ଥାନ ମଧ୍ୟ ବିଦ୍ୟାଳୟରେ ସବୁଦିନ 100% ଉପସ୍ଥାନ ରହି ଆଗ୍ରହରେ ନିଜ ପାଠପଢ଼ାକୁ ତୁଲାଉଛନ୍ତି। NCF 2005ର সেই ମାର୍ଗଦର୍ଶୀ ନୀତି ବିୟଣ୍ଡ ଦ କ୍ଲାସରୁମ୍ ବାହାରକୁ ଯାଇ କେମିତି ପିଲାମାନେ ଶିକ୍ଷା ଲାଭ କରିପାରିବେ ତାହା ଆମେ ଏହି ରକ୍ ଗାର୍ଡେନ ମାଧ୍ୟମରେ ଦର୍ଶାଇଛୁ। ଆମ ଏରିଆ ବା ଆମ ଅଞ୍ଚଳ ଏକ ପଥରପୂର୍ଣ୍ଣ ଅଞ୍ଚଳ, ତେଣୁ ଏହି ପଥରକୁ ବ୍ୟବହାର କରି ଆମେ କେମିତି ପିଲାମାନେ ଶିକ୍ଷା ଲାଭ କରିପାରିବେ ଶ୍ରେଣୀଗୃହ ବାହାରେ ତାହାକୁ ଆମେ ଏଠାରେ ଦେଖାଇଛୁ। ଏବଂ ଏଥିସହିତ ପିଲାମାନେ ଯେଉଁ ଶ୍ରେଣୀ କକ୍ଷରେ
ବହୁତ ବୋର ଅନୁଭବ କରୁଥିଲେ, ଶ୍ରେଣୀ କକ୍ଷରେ ବସି ବସି ପାଠ ପଢ଼ି ପଢ଼ି ବୋର ଅନୁଭବ କରୁଥିଲେ, ତାକୁ ଦୂର କରିବା ପାଇଁ ଆମର ଏଇ FLN ରକ୍ ଗାର୍ଡେନ NEP 2020-20ର ଯେଉଁ ଫୋକସ୍ ରହିଛି ଇନୋଭେଟିଭ୍ ପେଡାଗୋଜି, ଯାହାକି ଆମର ଖେଳ ମାଧ୍ୟମରେ ପିଲାମାନେ ଶିକ୍ଷା ଲାଭ କରିବେ, ତାହାକୁ ମଧ୍ୟ ଆମେ ଏଠାରେ ଦର୍ଶାଇଛୁ। କିପରି ପିଲାମାନେ ଖେଳ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହିତ ବିଭିନ୍ନ ପ୍ରକାର କଥା ଜାଣିପାରିବେ, ତାହା ଏହି ଆମର FLN ରକ୍ ଗାର୍ଡେନ ମାଧ୍ୟମରେ ହୋଇପାରୁଛି। ତେଣୁ ନିଶ୍ଚିତ ଭାବେ ଏହି FLN ରକ୍ ଗାର୍ଡେନ ପିଲାମାନଙ୍କର FLNର ଦକ୍ଷତା, ଭାଷା ଏବଂ ଗଣିତର ଅଭିବୃଦ୍ଧି ହୋଇପାରିବ ବୋଲି ଆମେ ଚିନ୍ତା କରିଛୁ। ଏହାକୁ ଯଦି ସମସ୍ତ ବିଦ୍ୟାଳୟମାନଙ୍କରେ ବ୍ୟବହାର କରାଯାଇପାରେ, ନିଶ୍ଚିତ ଭାବେ ପିଲାମାନଙ୍କର ଗୁଣବତ୍ତା ବୃଦ୍ଧି ହୋଇପାରିବ, ନିଃସନ୍ଦେହରେ ଆମେ କହିପାରିବା। ମୋର ନାମ ଗୀତାଞ୍ଜଳି ରାଉତ। ମୁଁ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ। ଆମ ବିଦ୍ୟାଳୟରେ ଗୋଟେ FLN ରକ୍ ଗାର୍ଡେନ ଅଛି। ଆମେ ସେଇଠି ଖେଳି ଖେଳି ପାଠ ପଢ଼ୁ। ଆମକୁ ସେଇଠି ଖେଳିବା ପାଇଁ ବହୁତ ଭଲ ଲାଗେ। ଆମେ ସେଇଠି ମିଶାଣ ଫେଡ଼ାଣ କରୁ, ଶବ୍ଦ ଗଢ଼ୁ। ଆମକୁ ସେଇଠି ଖେଳିବାକୁ